ମୁଁ ଆପଣମାନଙ୍କର ସିଦ୍ଧେଶ୍ୱର ତ୍ରିପାଠୀ। ଆଜି ଆମ ସହିତ ଯିଏ ଅତିଥି ରୂପରେ ଅଛନ୍ତି ସେ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ। ତାଙ୍କୁ ଚିତ୍ର ଆଙ୍କିବାକୁ ଭଲ ଲାଗେ। ଅଭିନୟ ତାଙ୍କ ରକ୍ତରେ ଅଛି କହିଲେ ଚଳେ। ସେ ଜଣେ ଅଭିନେତ୍ରୀ, ଆଗଧାଡିର ଅଭିନେତ୍ରୀ, ନିର୍ଦ୍ଦେଶିକା, ଚିତ୍ରଶିଳ୍ପୀ। ଆଉ ସେ ଜଣେ ସୁଯୋଗ୍ୟ ସନ୍ତାନ ତାଙ୍କ ବାପାଙ୍କର, ଯାହାଙ୍କର ବାପାଙ୍କର ପରିଚୟ ଏ ଓଡ଼ିଶାରେ କାହାକୁ ଅଛପା ନାହିଁ। ଅସୀମ ବସୁଙ୍କର ସୁକନ୍ୟା, ଅଭିନେତ୍ରୀ, ନିର୍ଦ୍ଦେଶିକା, କବୟିତ୍ରୀ ଭାସ୍ୱତୀ ବସୁ ଆଜି ଆମ ସହିତ ଅତିଥି ରୂପରେ। ମ୍ୟାଡାମ ନମସ୍କାର, କବିର ଘରକୁ ଆପଣଙ୍କୁ ସ୍ୱାଗତ। ନମସ୍କାର, ଧନ୍ୟବାଦ। ମ୍ୟାଡାମ ବହୁତ ବନ୍ଧୁଗଣ ଅନୁରୋଧ କରିଥିଲେ ଭାସ୍ୱତୀ ମ୍ୟାଡାମ କେବେ ଆସୁଛନ୍ତି, ତେଣୁ ଆଜି ଆମେ ବହୁତ ଖୁସି। ଆମେ ତ ଢେର ସାରା କଥା ହବା ଆପଣଙ୍କ ବ୍ୟକ୍ତିଗତ ଜୀବନ, ପାରିବାରିକ ଜୀବନ, ଆପଣଙ୍କ କବିତା ବିଷୟରେ, ଅଭିନୟ ଜୀବନ ବିଷୟରେ। ଚୁମ୍ବକରେ ଯଦି ଦୁଇ ଧାଡି କବିତା ଶୁଣେଇ ପାରିବେ ଆମ ବନ୍ଧୁମାନେ ବହୁତ ଖୁସି ହେବେ। ଆଚ୍ଛା, ଠିକ ଅଛି, କବିତାରୁ ଆରମ୍ଭ କରିବା ତାହେଲେ। ଆଜ୍ଞା। କବିତାର ନାଁ ମଧ୍ୟାନ୍ତର। ମୁଁ କେବଳ ଦେହଟିଏ ନଥିଲି କେବେ ବି, ତଥାପି ଦେହ ସହ ହିଁ ବଦଳେ ଅସ୍ତିତ୍ୱ। ଦେହ ହିଁ ସ୍ଥିର କରେ ସୃଜନ ଓ ନିର୍ବେଦର ଭାଗ ମାପ, ସ୍ଥିର କରେ ସମୟ ଆଉ କେତେ ବାକି ସମ୍ପର୍କରେ। ଯେଉଁ ପଦ୍ମ ଉପରେ ଦିନେ ସ୍ଥିତ ଥିଲା ଓଙ୍କାର, ସେ ପଦ୍ମର ନାଡ଼ ଶୁଖିଯାଏ। ଯାହା ପଡ଼ି ରହେ ତାହା କେବଳ କାଦୁଅ। ମତେ ଦିନେ ମୁଁ କରି ଗଢ଼ିଥିଲା ଦେହ, ଆଜି କେବଳ ମୁଁ ଟିକକ ରଖି ନିଶ୍ଚିହ୍ନ ହୁଏ ଯାବତୀୟ ଦେହ। ରକ୍ତର ସୌନ୍ଦର୍ଯ୍ୟ, ରକ୍ତାକ୍ତ ସୁକୁମାର ନରମ ସୂର୍ଯ୍ୟୋଦୟ ପ୍ରତିଥର ଦେହକୁ କରୁଥିଲା ଆକାଶ। ଆଜି ବିନା ଆକାଶରେ ଏକ ବିସ୍ତୀର୍ଣ୍ଣ ଭୂମି ମୁଁ, କେବଳ ମାଟିକୁ ନିଜର ପରିଚୟ କରି ଦେହହୀନ ଦେହ ନେଇ ଠିଆ ହୁଏ ଅଙ୍ଗୀକାର ଭଳି। ଧନ୍ୟବାଦ। ବହୁତ ସୁନ୍ଦର କବିତା। ଆପଣଙ୍କ କବିତାରେ ନିଆରାପଣ ବାରି ହୋଇ ପଡେ। ଏଇ କବିତାର ପ୍ରେମରେ କେବେ ପଡିଲେ ଭାସ୍ୱତୀ ବସୁ, ଆଉ କାହିଁକି? କବିତାର ପ୍ରେମରେ ଭାସ୍ୱତୀ ବସୁ ସେତିକି ବେଳେ ପଢିଥିଲେ ଯେତେବେଳେ ଅନ୍ୟ ସମସ୍ତେ ବି କବିତାର ପ୍ରେମରେ ପଡନ୍ତି। ସେଟା ହଉଛି କଲେଜ ବେଳେ। ଆଜ୍ଞା। ସବୁ ସମସ୍ତେ ସେ ସମୟରେ କବି ପାଲଟନ୍ତି ଏବଂ ମୁଁ ବି ଟିକେ ଟିକେ କବିତା ଲେଖୁଥିଲି। ତାକୁ ସିରିୟସଲି କବିତା ଲେଖିବା କୁହାଯିବ ନାହିଁ। ମ୍ୟାଡାମ ଆପଣ ପ୍ରଥମେ କବିତା ଲେଖିଥିଲେ ନା ପ୍ରଥମେ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ? ପ୍ରଥମେ ଅଭିନେତ୍ରୀ। କେତେ ବୟସ ହେଇଥିଲା ସେତେବେଳେ? ମୁଁ ଆରମ୍ଭ କରିଥିଲି, ପିଲାବେଳେ ଅଭିନୟ କରିଛି ଗୋଟିଏ ଦିଟି ନାଟକରେ, କିନ୍ତୁ ଖୁବ ପିଲାବେଳେ, ସେଟା ସ୍କୁଲରେ। ତାପରେ ଯେତେବେଳେ ସଙ୍ଗୀତ ମହାବିଦ୍ୟାଳୟରେ ଆଡମିସନ ନେଲି, ସେତେବେଳେ ଅଭିନୟ ଆରମ୍ଭ କଲି। ତା ପୂର୍ବରୁ ନାଟକ ସହିତ ବିଶେଷ ପରିଚିତି ନଥିଲା। ସଙ୍ଗୀତ ମହାବିଦ୍ୟାଳୟ ଆପଣଙ୍କର ପ୍ରଥମ ନାଟକ ଥିଲା ସବୁ ବାହକ ମାନ, ତା ବିଷୟରେ କଣ କହିବେ? ପ୍ରଥମ ନାଟକ ନଥିଲା, କିନ୍ତୁ ପ୍ରଥମ ପରିଚିତି ଥିଲା। ନିଶ୍ଚିତ। ତ ପ୍ରଥମ ନାଟକ ଥିଲା, କହିବାକୁ ଗଲେ ବହୁତ ଭଲ ଜଣେ ଡିରେକ୍ଟରଙ୍କର ସାଙ୍ଗରେ କାମ କରିବାର ମୋର ସୌଭାଗ୍ୟ ହେଇଥିଲା। ସେଟା ହଉଛି, ସେ ହଉଛନ୍ତି ଚୌଧୁରୀ ବିକାଶ ଦାସ। ତାଙ୍କ ନାଟକରେ ମୁଁ ପ୍ରଥମ ଅଭିନୟ କରିଥିଲି। ତାଙ୍କର ଏବଂ ମୀନକେତନ ଦାସ ଅଭିନେତା, ସେମାନେ ଆମର ସିନିୟର ଥିଲେ। ତାଙ୍କ ନାଟକରେ ଅଭିନୟ କରିଥିଲି, କିନ୍ତୁ ପରିଚିତି ଏତେ ପାଇନଥିଲି। ସବୁ ବାହକ ମାନେ ଯେତେବେଳକୁ ନାଟକ ହେଲା, ସେତେବେଳକୁ ବିଜୟ ମିଶ୍ର ଦେଖିବାକୁ ଆସିଥାନ୍ତି। ତା ପୂର୍ବରୁ ବାବୁଜୀ ବି, ମାନେ ମୋ ବାପା, ସେ ବି ମୋ ଅଭିନୟ କ୍ଷମତା ନେଇକି ବିଶେଷ ଗୋଟେ ଆଶାବାଦୀ ନଥିଲେ। ତାଙ୍କୁ ଲାଗୁଥିଲା କଲେଜ ଯାଉଛି, ହଉଛି, କଣ ଗୋଟେ କରୁଛି ଆଉ। କିନ୍ତୁ ସବୁ ବାହକ ଯେତେବେଳକୁ ଷ୍ଟେଜ ହେଲା, ସେତେବେଳକୁ ବିଜୟ ମିଶ୍ର, ଅଜିତ ଦାସ, ମାନେ ଅଜିତ ସାର୍, ଆଉ ବାବୁଜୀ ସମସ୍ତେ ସାମ୍ନା ଧାଡିରେ ବସିଥାନ୍ତି। ଅଭିନୟ ଦେଖିଲେ ଏବଂ ବିଜୟ ମିଶ୍ର କୁଆଡେ କହିଲେ ଯେ ହବନି, ଦାଦାଙ୍କ ଝିଅ ପରା, ଆକ୍ଟିଂ ଭଲ କରିବନି। ଆଉ ଘରକୁ ଫେରିଲା ପରେ ଭୋର ବାବୁଜୀ ରହିଯାଇଥିଲେ, ସେଟ୍ ଫେଟ୍ କଣ ତାଙ୍କର କାମ ଥିଲା, ବାହାରେ ରହିଯାଇଥିଲେ। ଭୋରରୁ ଫେରିକି ନିଦରୁ ଉଠେଇକି ମତେ ଗେଲ କରିଥିଲେ, ବଢିଆ ଆକ୍ଟିଂ କରିଥିଲେ। ଗୋଟେ ଆପଣଙ୍କ ପାଇଁ ବଡ ପୁରସ୍କାର ହେଇଥିବ ନିଶ୍ଚୟ। ଆପଣଙ୍କର ମୁଁ ଯେତିକି ଦେଖିଛି, ବୁଢା ଶଙ୍ଖାରୀ ଦୂରଦର୍ଶନରେ ଗୋଟେ ସୁନ୍ଦର କାର୍ଯ୍ୟକ୍ରମ ଥିଲା, ସେଇ ଚରିତ୍ର ବିଷୟରେ ଆପଣଙ୍କର କଣ କହିବେ? ଯେ ଆସମାନ ତାରା ବାପାକୁ ମାଗି ଦଉଛି, ଚମ୍ପା କଢି ପାଇଁ ଯାହାକୁ ବହୁତ ଗଞ୍ଜଣା ଶୁଣିବାକୁ ପଡୁଛି, ସେ ବିଷୟରେ କଣ କହିବେ? ବୁଢା ଶଙ୍ଖାରୀ
ଦୂରଦର୍ଶନରେ ତାପସ ବୋଷ ଯିଏ ଡିରେକ୍ଟର ଆଜ୍ଞା ତାଙ୍କର ଡିରେକ୍ସନରେ କାମ କରିଥିଲି। ହୁଁ ହୁଁ ସେଥିରେ ହାରାମଣି କ୍ୟାରେକ୍ଟରଟି ମୁଁ କରୁଥିଲି। ଆଜ୍ଞା ବାଲେଶ୍ୱରରେ ସୁଟିଂ ହେଇଥିଲା ମୋର ମନେ ଅଛି। ହୁଁ ହୁଁ ତାପରେ ଆମକୁ ବାଲେଶ୍ୱର ନେଇଯାଇଥିଲେ। ଆଉ ସେ ଚରିତ୍ରଟି ଆକ୍ଚୁଆଲି ଆଜ୍ଞା ମୁଁ ହାରାମଣି ଭଳିଆ ନୁହଁ। ମୁଁ ଖୁବ ଗୋଟେ କାହା ପାଖରେ ଅଳି ଅର୍ଦଳି କରିପାରେ ନା। ହୁଁ 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 ପୁଣି କୋଉଠି ଗୋଟେ ମୁଁ ହାରାମଣି ଭଳିଆ ବି, କାହିଁକିନା ଭାରି ଅଭିମାନୀ। ଆଜ୍ଞା ନିଜ କଷ୍ଟ କଥାଟା ମୁହଁ ଖୋଲି ସମସ୍ତଙ୍କ ଆଗରେ କହିପାରେ ନା। ହୁଁ ହୁଁ ତେଣୁକରି ମତେ ହାରାମଣି ଚରିତ୍ର କଲା ବେଳକୁ ମୁଁ ଭାସ୍ୱତୀ ବି ଥିଲି ଆଜ୍ଞା ଆଉ ହାରାମଣି ବି ଥିଲି। ହୁଁ ହୁଁ ଖୁବ ନରମ ଚରିତ୍ର, ଟିକେ କାନ୍ଦୁଣୁ ମାନ୍ଦୁଣୁ ଚରିତ୍ର। ତ ଭଲ ଲାଗିଥିଲା। ଆଉ ତାପସ ଦାଙ୍କର ଡିରେକ୍ସନ ଭାରି ବଢିଆ। ଆଜ୍ଞା ତାଙ୍କ ଡିରେକ୍ସନରେ କାମ କରିବାଟା ଗୋଟେ ମାନେ ଗୋଟେ ଅପରଚ୍ୟୁନିଟି କହିବାକୁ ଗଲେ। ନିଶ୍ଚିତ ଭାବରେ। ଆଜ୍ଞା ଭାସ୍ୱତୀ ବସୁଙ୍କର ମ୍ୟାଡାମ କଣ ଅବଶୋଷ ରହିଛି ଜୀବନରେ? ଏତେ ଜଣେ ସୁଯୋଗ୍ୟ ପିତାଙ୍କର ସୁକନ୍ୟା ହେଲେ, କବିତା ଲେଖା ଶିଖିଲେ, କବିତା ଲେଖିଲେ, ନିର୍ଦ୍ଦେଶନା ଦେଲେ, ବଡ ବଡ ପୁରସ୍କାର ପାଇଥିବା ଚଳଚ୍ଚିତ୍ରରେ ଅଭିନୟ କଲେ, ଆଉ କଣ ଅବଶୋଷ ଅଛି ଆପଣଙ୍କ ଜୀବନରେ? ଜୀବନରେ କିଛି ଅବଶୋଷ ନାହିଁ କହିବାକୁ ଗଲେ। ଏହା ସତ ନା ଈଶ୍ୱରଙ୍କ ଉପରେ ଅଭିମାନ? ନାଇଁ 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 ଆକ୍ଚୁଆଲି ମୋର କୌଣସି ଅଫସୋସ ନାହିଁ। କାରଣ ଆଜ୍ଞା ମୁଁ ଯାହାବି ମୋ ଜୀବନ ସେଇଟା ପ୍ରାୟ କ୍ଷେତ୍ରରେ ସେଇଟା ମୋ ନିଜ ଡିସିସନ। ଆଜ୍ଞା ମୁଁ ଯାହା କରିବାକୁ ଚାହିଁଛି ମୁଁ ସେଇଆ କରିଛି। ଆଜ୍ଞା ତ ନିଜ କରିଥିବା କାମ ଉପରେ ଅଫସୋସ କଣ କରିବି? ଅଫସୋସ ଗୋଟିଏ ରହିଗଲା, ବାବୁଜୀଙ୍କୁ ବେଶୀ ଦିନ ପାଖରେ ପାଇଲିନି। ଆଜ୍ଞା ସେଥିପାଇଁ ଆପଣ କବିତା କୁହନ୍ତି ଆପଣଙ୍କର ଲେଖିବା ବୋଧହୁଏ ସେଇଥିରୁ ହିଁ ସବୁଠାରୁ ଭଲ ଭାବରେ ଆରମ୍ଭ ବୋଧେ ବାବୁଜୀଙ୍କ ପରଠାରୁ। ଆଜ୍ଞା ତାଙ୍କୁ ନ ପାଇବାର ତାଙ୍କୁ ହରେଇବାର କଷ୍ଟଟା କବିତା ହେଇକି ବାହାରିଥିଲା। ଅଦରୱାଇଜ ମୋ ମନରେ ବିଶେଷ କିଛି ଅଫସୋସ ନାହିଁ। ମୁଁ ସନ୍ତୁଷ୍ଟ ଲୋକଟିଏ। ଆଜ୍ଞା ଯେତିକି ପାଇଛି ସେତିକି ନେଇକି ମୁଁ ସନ୍ତୁଷ୍ଟ। ନିଶ୍ଚିତ ଭାବରେ। ମ୍ୟାଡାମ ଏମିତି କିଛି ଅଭୁଲା ସ୍ମୃତି ଅଛି ଯାହାକୁ ଭାସ୍ୱତୀ ବାସୁ ଆଜି ଯାକେ ଭୁଲି ପାରି ନାହାନ୍ତି? ତାହା ଦୁଃଖଦ ହେଇପାରେ କିମ୍ବା ସୁଖଦ ହେଇପାରେ, ଜୀବନ ଖଟାମିଟା ଅନୁଭୂତି ଭିତରୁ। ଅଭୁଲା ସ୍ମୃତି ବହୁତ ଅଛି। ତା ଭିତରୁ କିଛି ସେୟାର କଲା ଭଳି ଅଭୁଲା ସ୍ମୃତି, କଷ୍ଟକର ଅଭୁଲା ସ୍ମୃତି ହଉଛି, ମୁଁ ଯେତେବେଳେ 8 ବର୍ଷ ବୟସର ଥିଲି ସେତେବେଳେ ମଲେଷ୍ଟେସନ ର ଶିକାର ହେଇଥିଲି। ଯୋଉଥିପାଇଁ ମୁଁ ଆଜି ପର୍ଯ୍ୟନ୍ତ କୌଣସି ଲୋକକୁ ବିଶ୍ୱାସ କରିପାରେ ନା ମୋ ଝିଅକୁ ଏକୁଟିଆ ଛାଡି ପାରେ ନା। ଆପଣଙ୍କ କବିତାରେ ନିଖୁଣ ଭାବରେ ବାରି ହୋଇ ପଡେ, ଯାହା ଆମେ ପତ୍ର ପତ୍ରିକାରେ, ଫେସବୁକ୍, ହ୍ୱାଟ୍ସଆପ ଦେଖିବାକୁ ପାଉଛୁ। ଗାନ୍ଧିଜୀ ତ କହିଥିଲେ, ଯୋଉ ସେଇଦିନ ଆମେ ଦେଶ ସ୍ୱାଧୀନ ହଉଛି ବୋଲି ଆମେ ଜାଣିବା, ଯୋଉଦିନ ନାରୀଟିଏ ଅନ୍ଧାର ରାତିରେ ସୁଖ ଶାନ୍ତିରେ ଯାଇପାରିବ ନିର୍ବିଘ୍ନରେ। ଆପଣ କଣ ଭାବୁଛନ୍ତି? ତାହା ଆଜି ଯାଏ ହେଇପାରି ନାହିଁ। ନା, ହେଇପାରି ନାହିଁ। ଆଉ ନାରୀଟିଏ ହବା ପାଇଁ ବି ସମୟ ଦରକାର। ନାରୀଟିଏ ହବା ପାଇଁ ବି କିଛି ଲୋକ ସମୟ ଦିଅନ୍ତିନି। ଶିଶୁଟିଏ ହିଁ ତାଙ୍କ ପାଇଁ ଯଥେଷ୍ଟ ଥାନ୍ତି। ଯୋଉଠି 6 ମାସର ଶିଶୁ କନ୍ୟା ବି ବଳାତ୍କାର ଶିକାର ହଉଛି, ସେଠି ଏ ଜିନିଷ ଭାରି ଆଦିମ ଜିନିଷ। ଇଏ ବୋଧହୁଏ ୟାକୁ ଅଟକେଇବାଟା କଷ୍ଟସାଧ୍ୟ। ପ୍ରତି ଦେଶରେ କୋଉଠି କମ କୋଉଠି ବେଶୀ, କିନ୍ତୁ ମଣିଷ ମନର ଏଟା ତ ଗୋଟେ ବିକୃତି ନା। ଏଟା ତ ଗୋଟେ ରୋଗ। ଆଉ ରୋଗଟାକୁ ଅଟକେଇବା ସହଜ ନୁହେଁ। ୟାକୁ ଶାରୀରିକ ରୋଗକୁ ଅଟକେଇ ହେଇଯାଇପାରେ। ବସନ୍ତ ରୋଗର ଟୀକା ଦେଇକି ଆପଣ ବସନ୍ତ ରୋଗକୁ ଅଟକେଇ ପାରିବେ, ମାନସିକ ବିକୃତିକୁ ଅଟକେଇବେ କେମିତି? କାହା ଭିତରେ ଅଛି ଆମେ ତା ଭିତରେ ଜାଣିପାରିବାନି ନା। ହଁ ମ୍ୟାଡାମ, ବେଳେ ବେଳେ ଅନେକ ବ୍ୟକ୍ତିଙ୍କ ଜୀବନରେ ଏମିତି କଥା ଆସେ ଯାହା ପାଇଁ ସାରା ଜୀବନ ସାଥୀ ହୋଇ ରହିବାକୁ ଇଚ୍ଛା ହୁଏ, ଆଉ ସମୟ ସାଥିରେ ତା ମୁହଁ ବି ମନେ ପଡେନି। ସେଇମାନଙ୍କୁ ଆପଣ କଣ କହିବେ? ଆପଣ କଣ ବନ୍ଧୁ ମାନଙ୍କ କଥା କହୁଛନ୍ତି? ନାଇଁ, ମୁଁ ପ୍ରେମ କଥା କହୁଛି ଆଜ୍ଞା। ପ୍ରେମ କଥା କହୁଛନ୍ତି? ହଁ, ମୋ ବ୍ୟକ୍ତିଗତ କଥା କହିବି। ମୋ ବ୍ୟକ୍ତିଗତ କଥା କହିଲେ, ମୋ ଜୀବନରେ ସମ୍ପର୍କ ବା ଇନଫ୍ୟାଚୁଏସନ, ଆଫେୟାର୍ସ ଇତ୍ୟାଦି ଏକାଧିକ ବାର ଆସିଛି।
ଆଜ୍ଞା ତାକୁ ମୁଁ ପ୍ରେମ କହିବିନି, କାରଣ ପ୍ରେମ ଭିତରେ ଗୋଟେ ପରସ୍ପର ପ୍ରତି ସମ୍ମାନ ବିଶ୍ୱାସ ଏଇ ଦିଟା ଜିନିଷ ଥାଏ। ମୋ ଜୀବନରେ ପ୍ରେମ ଗୋଟିଏ ହିଁ ଆସିଛି, କିନ୍ତୁ ରିଲେସନସିପ ବହୁତ ଆସିଛି। ବେଶ କିଛି ରିଲେସନସିପ କଣ୍ଟିନ୍ୟୁ କରିଛି, ସେଥିରୁ ବାହାରିବାକୁ କଷ୍ଟ ପଡିଛି ମତେ, ସେଥିରୁ ମୁକୁଳିବାର ବାଟ ପାଉନଥିଲି, ବହୁତ ଯନ୍ତ୍ରଣା ସହିଛି ତା ପାଇଁ। ମତେ ଲାଗେ ସେଭଳିଆ ରିଲେସନସିପ ମତେ ଲାଗେ ନା କୌଣସି ଘଟଣାକୁ ଭୁଲି ଯିବା ଉଚିତ ବୋଲି, କାରଣ ପ୍ରତିଟି ଘଟଣା କିଛି ନା କିଛି ଶିକ୍ଷା ନେଇକି ଆସେ ନିଶ୍ଚିତ ଭାବରେ। ତେଣୁ ଭୁଲି ହବନି ଏବଂ ଭୁଲିବା ଉଚିତ ବି ନୁହେଁ, କିନ୍ତୁ ତାକୁ ଅତିକ୍ରମ କରି ଯିବାକୁ ପଡେ। ସେଭଳିଆ ରିଲେସନସିପ, ସେଭଳିଆ ପ୍ରେମ ନୁହଁ, ତାକୁ ଅତିକ୍ରମ କରି ଯିବାକୁ ପଡେ। ସମୟ ସହିତ କ୍ୟାଲେଣ୍ଡର ବଦଳେ, ତା ସହିତ ଆମକୁ ମଧ୍ୟ ବଦଳିବାକୁ ପଡିବ ବୋଲି ଆପଣ ଭାବୁଛନ୍ତି। ଏବଂ ଯୋଉଠି ପ୍ରେମଟି ହୁଏ ସେଠି ଗୋଟେ କ୍ଲିକ୍ କରିଯାଏ, ସେଠି କେମିତି ଗୋଟେ କେମିଷ୍ଟ୍ରି ମିଶିଯାଏ ଏବଂ ସେଠି ଲାଗେ ଯେ ଲାଇଫ ପରିପୂର୍ଣ୍ଣ ହେଲା ବୋଲି। ପରବର୍ତ୍ତୀ କାଳରେ କଣ ହୁଏ ମୁଁ ଜାଣିନି, କିନ୍ତୁ ସେ ଯୋଉ ପରସ୍ପରର ଭଲ ମନ୍ଦ ଆଡକୁ ନଜର ରଖିବା, ସବୁଠୁ ବଡ ଜିନିଷ ହଉଛି ସ୍ୱାଧୀନତା, ବିଶ୍ୱାସ, ଏଇ ଦିଟା ଜିନିଷ। ତ ସେ ଦିଟା ମିଳିଗଲେ ଆଉ କଣ ଦରକାର। ନିଶ୍ଚିତ ଭାବରେ। ଆପଣ କୁହନ୍ତି ବିଜୟ ସାର୍ ହଉଛନ୍ତି ଆପଣଙ୍କର ସ୍ୱାମୀ, ସବୁବେଳେ ବହୁତ ପ୍ରେରଣା ଦିଅନ୍ତି। ଆପଣ ଅଭିନୟ ଜୀବନରେ ଆଗକୁ ଆସିଛନ୍ତି, ସାର୍ଙ୍କ ବିଷୟରେ କଣ କହିବେ? ଯେତେବେଳେ ଗୋଟେ ଭଙ୍ଗା ରିଲେସନ ଭିତର ଦେଇକି ମୁଁ ଯାଉଥିଲି, ଯେତେବେଳକୁ ବାରମ୍ବାର ସୁଇସାଇଡ ଆଟେମ୍ପ୍ଟ ନଉଥିଲି, ସେ ସମୟରେ ବିଜୟ ମୋ ଲାଇଫରେ ଆସିଥିଲେ। ସେ ସମୟରୁ ଆଜି ଯାଏଁ ଗୋଟେ ସପୋର୍ଟ ସିଷ୍ଟମ ହେଇକି ମୋର ରହିଛନ୍ତି। ପ୍ରତି ମୁହୂର୍ତ୍ତରେ ମୋର ପ୍ରତିଟି ଡିସିସନ ଉପରେ ବିଶ୍ୱାସ ରଖିକି ଅଛନ୍ତି। କାମ କରିବା ପାଇଁ ଆଗେଇ ଦେବା, ପ୍ରେରଣା ଦେବା, ଉତ୍ସାହ ଦେବା, ସେଇଟା ସବୁବେଳେ ତାଙ୍କ ଭିତରେ ଅଛି। ଏବଂ ପ୍ରଚୁର ଭଲ ପାଇବା ଦେଇଛନ୍ତି। ମୁଁ ବହୁତ ଭଲ ମୁହୂର୍ତ୍ତ କାଟିଛି, ଜୀବନରେ ବହୁତ ଭଲ ମୁହୂର୍ତ୍ତ ମୁଁ ତାଙ୍କ ସାଙ୍ଗରେ କାଟିଛି। ଆପଣ ନିଜ ଭାବନାକୁ କୋଉଥିରେ ବ୍ୟକ୍ତ କରିବାକୁ 100% ସଫଳ ହୁଅନ୍ତି ବୋଲି ଭାବନ୍ତି? ଚିତ୍ରରେ, ନା ନିର୍ଦ୍ଦେଶନା ଦବାରେ, ନା କବିତା ଲେଖିବାରେ, ନା ଅଭିନୟରେ? ଚିତ୍ର ଖୁବ ଗୋଟେ ଭଲ ଆଙ୍କେ ନା। ଚିତ୍ରଟା ହଉଛି ବାବୁଜୀଙ୍କର ପ୍ରଭାବ ପଡିଛି ନିଶ୍ଚିତ ଭାବରେ। ବାବୁଜୀଙ୍କ ପ୍ରଭାବ ମୋ ଉପରେ ବହୁତ କମ ପଡିଛି ଚିତ୍ର କ୍ଷେତ୍ରରେ। ବଡ ଭଉଣୀଙ୍କ କ୍ଷେତ୍ରରେ ଯେତିକି ପଡିଛି, ମୋ କ୍ଷେତ୍ରରେ ଟିକେ କମ ପଡିଛି। ଠିକ ଅଛି, ଚଳିବ, କିନ୍ତୁ ଅଭିନୟଟା ହଉଛି ମୋର ଭଲ ପାଇବାର କ୍ଷେତ୍ର। ସେଠି ମୁଁ ମାନେ ସେ ଷ୍ଟେଜ ଉପରେ ଠିଆ ହେଇଗଲେ ମୁଁ ସବୁବେଳେ କହେ ଯେ ମତେ ନିଜକୁ ମହାରାଣୀ ଭଳିଆ ଲାଗେ। ନିଜର କଷ୍ଟକୁ ବ୍ୟକ୍ତ କରିବାର ରାସ୍ତା ହଉଛି କବିତା। ମୁଁ ଯଦି ନିଜକୁ ବହୁତ ଭଲ ଭାବରେ ଏକ୍ସପ୍ରେସ କରିପାରେ ବ୍ୟକ୍ତିଗତ ଭାବରେ, ଅଭିନୟଟା ତ ବ୍ୟକ୍ତିଗତ ଜିନିଷ ନୁହଁ, ଅଭିନୟରେ ଅନ୍ୟ ଗୋଟେ ଚରିତ୍ରକୁ କାହାଣୀ ଆଉ ଗୋଟେ ନିର୍ଦ୍ଦେଶରେ ଆମକୁ ଚାଲିବାକୁ ପଡେ। କିନ୍ତୁ ନିଜେ କଣଟା ଭାବୁଛି, ନିଜ ଭିତରର ଯୋଉ ସେଟା କବିତାରେ। ସେଇଥିପାଇଁ ସ୍ୱରବର୍ଣ୍ଣ କଥା ନିଶ୍ଚିତ ବନ୍ଧୁ ମାନେ ଜାଣିବାକୁ ଚାହିଁବେ। ସ୍ୱରବର୍ଣ୍ଣର ସୃଷ୍ଟି ଆଉ ଏବେ କେମିତି ଚାଲିଛି ସ୍ୱରବର୍ଣ୍ଣ ଅସଲରେ ମୋ ସୃଷ୍ଟି ନୁହେଁ, ସ୍ୱରବର୍ଣ୍ଣ ଅସଲରେ ବାବୁଜୀଙ୍କର ସୃଷ୍ଟି। ବାବୁଜୀ ସବୁବେଳେ କହୁଥିଲେ ଯେ କବିତା ପଢିବା ଦରକାର, କବିତା ଆବୃତ୍ତି କରିବା ଦରକାର। କବିତା ଲେଖିବା ଅପେକ୍ଷା ତାଙ୍କର କବିତା ପଢିବାର ଏଟା ସେ ବେଶୀ ଚାହୁଁଥିଲେ। ଯେମିତି କି ଅନ୍ୟାନ୍ୟ ରାଜ୍ୟରେ, ବିଶେଷତଃ ପଡୋଶୀ ରାଜ୍ୟ ମାନଙ୍କରେ ଆମେ ଦେଖୁ ଯେ ସେମାନେ କବିତା ଏମିତି ମୁହେ ମୁହେ ମୁଖସ୍ଥ ଥାଏ, ଚାଲୁ ଚାଲୁ ଦ୍ୱିପଦ କହିଦିଅନ୍ତି। ବାବୁଜୀଙ୍କର ସ୍ୱପ୍ନ ଥିଲା ସେଇଆ ଯେ ଯୋଉଦିନ ବସ ରେ ବସିକି ପ୍ରେମିକଟିଏ ପ୍ରେମିକାକୁ ଦ୍ୱିପଦ କବିତା ଶୁଣାଉଥିବ, ଆଉ କୌଣସି ଜଣେ କବିଙ୍କର ରାସ୍ତାରେ ଯାଉ ଯାଉ ଗୁଣୁଗୁଣେଇ ହେଇଯାଉଥିବ କବିତା ଟିକିଏ, ସେଇ ସମୟଟା ଆସିବା ଦରକାର। ତେଣୁକରି ଆମେ ଆରମ୍ଭ କରିଥିଲୁ ସ୍ୱରବର୍ଣ୍ଣ। ବଡ କିଛି ଆଗ ଧାଡିର ଅଭିନେତା ମାନଙ୍କୁ ନେଇକି, ଅଶ୍ରୁ ଭାଇ, ଅଜିତ ସାର୍, ଦେବୁ ବୋଷ, ଏମିତି ବେଶ କିଛି ଜଣ, ବିଜୟ ସାର୍, ବିଜୟ ମହାନ୍ତି,
ତାଙ୍କ ସହିତ ମୋ ଭାଇ, ମୁଁ, ବାବୁଜୀ, ପ୍ରାୟତଃ ଏଇ 3 ଜଣ ରହୁଥିଲୁ ଏବଂ ଅଲଗା ଅଲଗା ଜାଗାକୁ ଯାଇକି ଆମେ କବିତା ଆବୃତ୍ତିର ସେସନ କରୁଥିଲୁ। ଧରନ୍ତୁ ଆପଣଙ୍କର ଗୋଟେ ମିଟିଂ ଅଛି, ତା ଭିତରେ ଆମେ ଯାଇକି 2ଟା କବିତା ପଢିଦେଲୁ। ବାବୁଜୀ ଯିବା ପରେ ସେଇ ସ୍ୱରବର୍ଣ୍ଣ ଟିକେ ରୂପ ବଦଳିଲା। ସେତେବେଳକୁ ସ୍ୱରବର୍ଣ୍ଣ ନିଜେ ଅନୁଷ୍ଠାନ ଆରମ୍ଭ କଲା, ଅନ୍ୟର ଅନୁଷ୍ଠାନକୁ ଆଉ ଯିବା କମିଗଲା। ନିଜେ ସ୍ୱରବର୍ଣ୍ଣର ଅନୁଷ୍ଠାନ ଆରମ୍ଭ ହେଲା ଏବଂ ଆମେ ଇନଭାଇଟ୍ କଲୁ ବିଭିନ୍ନ ଆବୃତ୍ତିକାର ମାନଙ୍କୁ, ଯୋଉମାନେ କି ଓଡିଶାର ଖ୍ୟାତନାମା କବି ମାନଙ୍କର କବିତାକୁ ଆବୃତ୍ତି କଲେ। ସ୍ୱରବର୍ଣ୍ଣ ତରଫରୁ 1-2ଟା ଆବୃତ୍ତିର ୱାର୍କସପ୍ ବି ଆମେ କରିଛୁ, ଯୋଉଥିରେ କି ଆମେ ଆବୃତ୍ତି ଶିଖେଇବାକୁ ଚାହୁଁଛୁ। ଆମେ ଚାହୁଁ ଯେ ଘରେ ଘରେ ସମସ୍ତେ ଆବୃତ୍ତି କରନ୍ତୁ। ନିଶ୍ଚିତ, କେତେ ସୁନ୍ଦର ପ୍ରୟାସ। ହଁ, ସାନ ସାନ ପିଲାମାନେ, ଆମର ଆବୃତ୍ତିର କଳାଟା ଲୁପ୍ତ ହେଇଗଲାଣି ପ୍ରାୟ। ଦେଖନ୍ତୁ ନା, ଅଭିନୟ ଯିଏ କରିବ ତାର କିନ୍ତୁ ଆବୃତ୍ତି କରିବାଟା ନିହାତି ଜରୁରୀ। ଅଧିକାଂଶ ଅଭିନେତା ଅଭିନେତ୍ରୀ ଆବୃତ୍ତି ଜାଣନ୍ତିନି। ଆଉ ନିଜ କବିତା ଆବୃତ୍ତି କରିବା, ସମସ୍ତେ ଭଲ ଆବୃତ୍ତିକାର ହୁଅନ୍ତିନି, ସମସ୍ତେ ଭଲ କବି ହୁଅନ୍ତି। ମାନେ ଯିଏ ଭଲ କବି ହେଇଥିବେ ସିଏ ଯେ ଭଲ ଆବୃତ୍ତିକାର ହେଇଥିବେ ସେମିତି କିଛି ମାନେ ନାହିଁ। ଠିକ ସେମିତି ଯିଏ ଆବୃତ୍ତିକାର ହେଇଥିବେ ସେ ଯେ ଭଲ କବି ହେଇଥିବେ ସେମିତି କିଛି ମାନେ ନାହିଁ। ତେଣୁ ଏ 2ଟାର ମିଶ୍ରଣ, ଭଲ କବିତା ତା ସହିତ ଭଲ ଆବୃତ୍ତିକାର ମିଶିଗଲେ ଯାହା ଆସେ ତା ସ୍ୱରବର୍ଣ୍ଣ। ଆପଣ ପ୍ରତାପଗଡର 2 ଦିନ ରିହର୍ସାଲ ଦେଖିଥିଲେ, ବତାସି ଝଡ଼ ସିନେମା ସୁଟିଂ ଦେଖିଥିଲେ, ରାଜପୁରୋହିତରେ ପ୍ରଥମେ ଡ୍ରାମା କରିଥିଲେ। ଏସବୁର ଅନୁଭୂତି ନିଶ୍ଚିତ ବନ୍ଧୁ ମାନେ ଜାଣିବାକୁ ଚାହିଁବେ। ଛୋଟିଆ ହେଇଥିଲି, ବହୁତ ଛୋଟ ହେଇଥିଲି। ପ୍ରତାପଗଡରେ 2 ଦିନ ଯେତେବେଳେ ଦେଖିବାକୁ ଯାଇଥିଲି, ନାଟକ କଣ ଜାଣିନଥିଲି। ଜଣେ ଅଭିନେତ୍ରୀ ଥିଲେ ପାଖ ଘରେ, ତାଙ୍କୁ ମୁଁ ମାସି ବୋଲି ଡାକୁଥିଲି। ତାଙ୍କ ସହିତ ମୁଁ ରିହର୍ସାଲ ଯାଇଥିଲି, ତାଙ୍କ ରିହର୍ସାଲ। ସେଠି ଯାଇକି ମୁଁ ଦେଖିଲି ରିହର୍ସାଲ ଚାଲିଥାଏ, ହାତରେ କାହାର କିଛି ନାହିଁ କିନ୍ତୁ ଅଭିନୟ କରୁଥାନ୍ତି, ହାତରେ କଣ ଗୋଟେ ଧରିଲା ଭଳିଆ, କଣ ଗୋଟେ ଚିରିକି ଫୋପାଡ଼ି ଦେଲା ଭଳିଆ। ମତେ ଭାରି ଆଶ୍ଚର୍ଯ୍ୟ ଲାଗୁଥାଏ ଯେ କିଛି ନଥାଏ କି କଣଟା ଚାଲିଛି କଣଟା। ତା ଭିତରେ ମତେ ଜଣେ ପଚାରିଥିଲେ, ତୁ ଆକ୍ଟିଂ କରିବୁ? ମୁଁ କହିଲି ହଁ, ମୁଁ ବଡ ହେଲେ ଆକ୍ଟିଂ କରିବି। କଣ ଆକ୍ଟିଂ କରିବୁ? କହିଲି ମୁଁ ପୁଅ ପିଲା ଆକ୍ଟିଂ କରିବି। ସେଇଟା ମୋର ପ୍ରଥମ ସ୍ମୃତି ରିହର୍ସାଲ ଦେଖିବାର। ନାଟକ ତାପରେ 1-2ଟା ଦେଖିଛି। ସେଇ ପ୍ରତାପଗଡରେ 2 ଦିନର ନାଟକ ଦେଖିଲି। ସେତେବେଳେ ବହୁତ ଭଲ ଭଲ ନାଟକ ହଉଥିଲା, ଯୋଉଗୁଡାକ ଦେଖିବାର ସୁଯୋଗ ପାଇଛି ଏବଂ ଏବେ ବି ମନେ ଅଛି। ମାନେ 6-7 ବର୍ଷ ବୟସର ସ୍ମୃତି ଏବେ ବି ମନେ ଅଛି। ତାପରେ ଆଉ ଟିକେ ବଡ ହେଲା ପରେ ଦେଖିବାକୁ ଗଲି ବତାସି ଝଡ଼ର ସୁଟିଂ। ଜୟା ସ୍ୱାମୀ ଥିଲେ ଆଉ ଅକ୍ଷୟ ମହାନ୍ତି କାଶ୍ୟପ ଥିଲେ। 2 ଜଣ ଯାକ ଟ୍ରିମେଣ୍ଡସ୍ ଆକ୍ଟର। ମତେ କିଏ ନେଇକି ଯାଇଥିଲେ ମନେ ନାହିଁ, ବାବୁଜୀଙ୍କ ସାଙ୍ଗରେ ଯାଇଥିଲି ନା ଅନ୍ୟ କାହାରି ସାଙ୍ଗରେ ଯାଇଥିଲି। ଯାଇକି ସୁଟିଂ ଦେଖିବାକୁ ଗଲି। ସୁଟିଂ ଟା ବି ମତେ ଭାରି ଅଜବ ଲାଗିଥିଲା। ମତେ ଜଣେ କହିଲେ ଯେ ଏଠି ବୁଲ, କିଛି ନାହିଁ, ତମେ ଯାହା ଇଚ୍ଛା, ଯାହାକୁ ଇଚ୍ଛା ତାହା ପ୍ରଶ୍ନ କରିପାର। ତ ମୁଁ ମେକଅପ ମ୍ୟାନ କୁ ଯାଇକି ପଚାରିଥିଲି କ୍ୟାମେରା କେମିତି ଚାଲେ। ଆଉ ଗୋଟେ କଣ ସ୍ମୃତି କଥା କହିଲେ, ହଁ, ମୋର ରାଜପୁରୋହିତର ଅଭିନୟ। ସେଟା ମୋର ପ୍ରଥମ ଡ୍ରାମା। ସେଇଟା ଛୋଟିଆଟେ ଥିଲି। କେତେ ବୟସ ହେଇଥିଲା ମ୍ୟାଡାମ ସେତେବେଳେ ଆପଣଙ୍କୁ? ସେତେବେଳେ କ୍ଲାସ 3 ରେ ପଢୁଥିଲି। 8-10 ହେଇଥିବ ନିଶ୍ଚିତ। ହଁ, 8-10 ବର୍ଷର ଝିଅ ହେଇଥିଲି। ପୁରୁଲିଆରେ ଥିଲି, ମାମୁଁ ଘରେ ରହିକି ପଢୁଥିଲି। 1 ବର୍ଷ ମୁଁ ସେଠି ରହିଥିଲି। ସେଠି ଆମର ଗୋଟେ କ୍ଲବ ଥିଲା, ମାନେ ଏବେ ବି ଅଛି। ସେଠିକାର କଲଚର ଗୁଡାକ ହଉଛି ପ୍ରତିଟି ସାହିରେ ଗୋଟେ ଗୋଟେ କ୍ଲବ ଥାଏ, ଯୋଉମାନେ ସାନ ସାନ ପିଲାମାନଙ୍କୁ ଯୋଗା ଶିଖାନ୍ତି, ଆକ୍ଟିଂ ଶିଖାନ୍ତି, ବିଭିନ୍ନ ପ୍ରକାର କଲଚରାଲ ପ୍ରୋଗ୍ରାମ ହୁଏ, ଖେଳ ହୁଏ। ଟାଇମ ପାସ୍ ର ଗୋଟେ ସୁସ୍ଥ ଗୋଟେ ସମୟ ଆମେ କାଟିପାରୁ କ୍ଲବରେ। ପରିବେଶ ଗୋଟେ ଥାଏ। ଏଇ ଯୋଉ କ୍ଲବ ମାନେ ନୁହଁ ଯେ ନିଶା କରିବା, ଏବଂ ଗଣେଶ ପୂଜା, ସରସ୍ୱତୀ ପୂଜା କରିବା, ସେଇଆ ନୁହଁ। ସାରା ବର୍ଷ ଆମର ଚାଲେ କଣ, ଆମେ ସେଠି ଯାଉ, ଖେଳା ଖେଳି କରୁ ଆଉ ଡ୍ରାମା ଫ୍ରାମା କରୁ।
ସେଇ କ୍ଲବ ର ଗୋଟିଏ ନାଟକରେ ମୁଁ ପ୍ରଥମେ ନାଟକରେ ଅଭିନୟ କରିଥିଲି, ଯୋଉଥିରେ ଗୋଟେ ରାଜପୁରୋହିତର ଅଭିନୟ ଛୋଟିଆଟେ କରିଥିଲି, କମେଡି ଗୋଟେ କରିଥିଲି। ଆଉ ଭାରି ଖୁସି ହେଇଥିଲେ ସମସ୍ତେ। ସେଟା ମୋର ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, ତାହା ମଧ୍ୟ ପୁରସ୍କାର ପାଇଛି ଜାତୀୟ ଆନ୍ତର୍ଜାତୀୟ ସ୍ତରରେ, ସେ ବିଷୟରେ କଣ କହିବେ? ଚଳଚ୍ଚିତ୍ର ମୋର ବହୁତ କମ୍। ଆଜ୍ଞା। କମର୍ସିଆଲ ଫିଲ୍ମ କରିଛି, କ୍ରସଓଭର ଫିଲ୍ମ ବି କରିଛି, କିନ୍ତୁ କମର୍ସିଆଲ ଫିଲ୍ମ କରିକି ଆନନ୍ଦ ପାଇନି। ଏଇଥିପାଇଁ ସେଥିରେ କିଛି କରିବା ଭଳିଆ ନଥାଏ, ଜବ୍ ସାଟିସ୍ଫାକ୍ସନ ନାହିଁ। ଆଜ୍ଞା। ଆଉ ସତ କହିବାକୁ ଗଲେ ପଇସା ବି ନାହିଁ। ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ କରିଥିଲି, ପଇସା ମାଗିଲାରୁ ସେମାନେ ସିନ୍ କାଟି ଦେଇଥିଲେ। ତେଣୁକରି ଏହା ଗୋଟେ ଓଡିଆ କଳାକାର ପ୍ରତି ବହୁତ ଦୁଃଖଦ, ଏହାଠୁ ଦୁଃଖଦ କିଛି ନଥାଇପାରେ ବୋଲି। ଏଇଆ ହିଁ ଘଟେ। ଆଜ୍ଞା। କିନ୍ତୁ କିଛି କରିବାର ନାହିଁ। ଆପଣଙ୍କ ନିର୍ଦ୍ଦେଶନାରେ ନିର୍ଦ୍ଦେଶିତ ହୋଇଥିବା କିଛି କାହାଣୀ, କିଛି ଆପଣଙ୍କ ଚଳଚ୍ଚିତ୍ର କରିଛନ୍ତି କି? ନିର୍ଦ୍ଦେଶନାରେ ମୁଁ ଚଳଚ୍ଚିତ୍ର କିଛି କରିନି। କିଛି ସିରିଏଲ ବି ମୋ ନିର୍ଦ୍ଦେଶନାରେ ହେଇନି। ମୋ ନିର୍ଦ୍ଦେଶନାରେ ମୋର ଗୋଟେ ଛୋଟିଆ ପିଲାଙ୍କର କ୍ଲବ ଥିଲା। ଆଜ୍ଞା। ଯୋଉଥିରେ ଡ୍ରାମା ଡିରେକ୍ସନ ଦଉଥିଲି। ପରବର୍ତ୍ତୀ କାଳରେ ଦୂରଦର୍ଶନରେ ଶେଷର ଧର୍ମା କହିଲା ଗୋଟେ ନାଟକ, ଯୋଉଥିରେ ମୁଁ ଡିରେକ୍ସନ ଦେଇଥିଲି, ଯୋଉଥିରେ ବାବୁଜୀ ଆକ୍ଟିଂ କରିଥିଲେ। କେତେ ସୁନ୍ଦର କଥା, ଝିଅଙ୍କ ଡିରେକ୍ସନରେ ବାବୁଜୀ ଆକ୍ଟିଂ କରିଛନ୍ତି। ସେଦିନ ବାବା ନିଶ୍ଚିତ ଖୁସି ହେଇଥିବେ। ଆଉ ଯାହା ହଉ, ଡାଇଲଗ ଭୁଲିଥିଲେ ବୋଲି ମୁଁ ଗାଳି ବି ଦେଇଥିଲି। ଏ ସୌଭାଗ୍ୟ ଆପଣଙ୍କୁ ମିଳିଛି। ଆଉ ବାବୁଜୀଙ୍କ ପାଖରେ ଆପଣଙ୍କ ଅଭିମାନ ତାହେଲେ କାହିଁକି? ବାବୁଜୀଙ୍କ ପାଖରେ ଅଭିମାନ ନାହିଁ। ବାବୁଜୀଙ୍କ ପାଖରେ ଦେଖନ୍ତୁ, ବାବୁଜୀଙ୍କୁ ମୁଁ ବାପା ହିସାବରେ ପାଇନି। ଆଜ୍ଞା। ପିଲାବେଳ ମୁଁ ସବୁବେଳେ ନିଜକୁ କହେ ଯେ ମୁଁ ହଉଛି ଦ୍ରୌପଦୀଙ୍କ ଯେମିତି ଶୈଶବ ନାହିଁ, ଯାଜ୍ଞସେନୀଙ୍କର ଯେମିତି ଶୈଶବ ନାହିଁ, ସେ ସମ୍ପୂର୍ଣ୍ଣ ଯୌବନ ହେଇକିରି ବାହାରିଥିଲେ ଅଗ୍ନିରୁ, ମୋର ସେମିତି ଶୈଶବ ନାହିଁ। ଶୈଶବ ନାହିଁ ଇନ୍ ଦ ସେନ୍ସ, ବହୁତ କିଛି ଘଟିଛି ଶୈଶବରେ, ବହୁତ କିଛି ସ୍ମୃତି ଅଛି, କିନ୍ତୁ ଯୋଉ ଶିଶୁ ବାପାର ହାତ ଧରିକି ବାପାର କୋଳରେ ବସିକି ଜୀବନ କାଟିବାର ଥିଲା, ମୁଁ ସେ ଶୈଶବ ପାଇନି। ମୁଁ ବାବୁଜୀଙ୍କର ବହୁତ ବଡ ପରିବାର, ସାରା ଓଡିଶା ତାଙ୍କର ପରିବାର। ତେଣୁକରି ବୋଧେ ପରିବାର ସହିତ ତାଙ୍କର ଛୋଟିଆ ପରିବାର ସହିତ ତାଙ୍କର ଯୋଉ ବନ୍ଧନ ରହିବା କଥା, ସେଟା ସେତିକି ନଥିଲା। ମୁକ୍ତ ପୁରୁଷ ଥିଲେ। ମୁଁ ପରବର୍ତ୍ତୀ ବହୁତ ପରେ ସେ ଜିନିଷକୁ ବୁଝିଛି, କିନ୍ତୁ ସେ ମୁହୂର୍ତ୍ତରେ ବୁଝିବା ଭଳିଆ ବୟସ ବି ତ ନଥିଲା। ଆଉ ଯାହା ମାନେ କହିବାକୁ ଗଲେ, ବହୁତ ଲୋକ ଭାବୁଥିଲେ ଯେ ମୁଣ୍ଡ ଉପରେ ବାପାର ଛାଇ ନାହିଁ। ତେଣୁ ଯୋଉ ସବୁ ବିପଦକୁ ସାମ୍ନା କରିବାକୁ ପଡିଛି, ଯୋଉ ସବୁ ଅସୁବିଧାକୁ ସାମ୍ନା କରିବାକୁ ପଡିଛି, ସେଗୁଡାକ ପାଇଁ ଟିକେ ଅଭିମାନ ଆସିଯାଏ ସେଇ ପରିବେଶ, ସେଇ ସମୟ। ଅଦରୱାଇଜ ବାବୁଜୀ ବହୁତ ଭଲ ବନ୍ଧୁ, ବହୁତ ଭଲ ଡିରେକ୍ଟର ହିସାବରେ ମୁଁ ତାଙ୍କୁ ଯେତେବେଳେ ବି ପାଇଛି, ବହୁତ ଭଲ ଡିରେକ୍ସନ ଦେଇଛନ୍ତି। ଏବଂ ତାଙ୍କ ସହିତ ମୁଁ ସମୟ ବହୁତ ଭଲ କାଟିଛି। ଏମିତି କୌଣସି କଥା ନାହିଁ ଯାହା ଆମେ ହେଇପାରୁନା। ହୁଏତ ଏଇଥିପାଇଁ କାରଣ ଆମ ଭିତରେ ସମ୍ପର୍କଟା ଠିକ ବାପ ଝିଅର ସମ୍ପର୍କ ନଥିଲା, ଯୋଉଥିପାଇଁ ଆମେ ଏତେ ମାତ୍ରାରେ ସାଙ୍ଗ ଥିଲୁ ଯେ ବିନା ସଂକୋଚରେ ମୁଁ ତାଙ୍କ ସହିତ ଯେକୌଣସି ଜିନିଷରେ କଥା ହେଇପାରୁଥିଲି। ମ୍ୟାଡାମ, ଆପଣ କବିତା ଲେଖନ୍ତି, ଆପଣ ନିର୍ଦ୍ଦେଶନା ଦିଅନ୍ତି, ଆଉ ଅଭିନେତ୍ରୀ ମଧ୍ୟ। ଆପଣଙ୍କ ନଜରରେ ଏଇ ଯୁବପିଢିରେ ଆପଣ କାହା ଭିତରେ ସୁନ୍ଦର ଅଭିନୟ, କାହା ଭିତରେ ସୁନ୍ଦର କବିତା ଦେଖିପାରୁଛନ୍ତି? କବିତା କହିବାକୁ ଗଲେ କାହାକୁ ଛାଡି କାହାକୁ ଧରିବି। ମାନେ ମୁଁ ଯେତେବେଳକୁ ସୋସିଆଲ ମିଡିଆକୁ ଆସିଲି, ମୁଁ ପ୍ରଥମ କବିତାର ପ୍ରେମରେ ପଡିଲି ଯେ କଣ କଣ କବିତା ସବୁ ଲେଖୁଛନ୍ତି ଯୁବପିଢି। ବର୍ତ୍ତମାନ ପ୍ରଜନ୍ମ ଏତେ ସୁନ୍ଦର ଲେଖା ଲେଖୁଛନ୍ତି, ସର୍ଟ ଷ୍ଟୋରି ଏତେ ବଢିଆ ଲେଖୁଛନ୍ତି, କବିତା ଏତେ ବଢିଆ ଲେଖୁଛନ୍ତି। ସସ୍ମିତା ରାଉତ ବୋଲି ଜଣେ ଅଛନ୍ତି, କେତେ ସୁନ୍ଦର ଗପ ଲେଖନ୍ତି ସେ। କବିତାରେ ତ ମାନେ ସୂର୍ଯ୍ୟସ୍ନାତ କିଏ କିଏ ନାହାନ୍ତି, କିଏ କିଏ ଅଛନ୍ତି, ମୁଁ କାହା ନାଁ ନେବି କାହା ନାଁ ନ ନେବି କହିଲେ। ଶୁଭସ୍ମିତା ସାଙ୍ଗରେ ତ ମୋର ପରିଚୟ ହିଁ ହେଇଥିଲା କବିତାରୁ। ପରବର୍ତ୍ତୀ କାଳରେ ଆମେ ପରବର୍ତ୍ତୀ କାଳରେ ଆମେ ସାଙ୍ଗ ହେଇଗଲୁ। ଏବଂ ତାପରେ ଅଭିନୟ କ୍ଷେତ୍ରରେ ବି ବର୍ତ୍ତମାନ କହିବାକୁ ଗଲେ, ଅଭିନୟ କ୍ଷେତ୍ରରେ ମୋର ଟିକେ ନାକୁ ଅଭିମାନ ଅଛି ନୂତନ ପ୍ରଜନ୍ମ ପ୍ରତି।
କାରଣ ସିରିୟସ୍ ନୁହନ୍ତି। ଏବେ ସିରିଏଲରେ ଅବଶ୍ୟ ବିଶେଷ କିଛି କରିବାର ନଥାଏ, ତଥାପି ନିଜକୁ ଗଢିବାର ଯୋଉ ପ୍ରକ୍ରିୟା ତା ଭିତରେ ଟିକେ ଖୁବ କମ ଯୋଉ ହଜିବା ମଜିବା ସମର୍ପଣ ହବା ତାଙ୍କ ଭିତରେ ନାହିଁ ବୋଲି ଆପଣ ଭାବୁଛନ୍ତି? ନାହିଁ ଠିକ ନୁହଁ, ବାଟ ପାଇନାହାନ୍ତି। ହଁ, ବାଟ ପାଉନାହାନ୍ତି। ଆଜ୍ଞା ମ୍ୟାଡାମ, କାର୍ଯ୍ୟକ୍ରମ ସାରିବା ଗୋଟେ ସୁନ୍ଦର କବିତାରୁ। ଆଉ ଗୋଟେ କବିତାରୁ? ଆଜ୍ଞା। ଆଚ୍ଛା, ଆଉ ଗୋଟେ କବିତା ତାହେଲେ ବାହାର କରେ। ଠିକ ଅଛି ମ୍ୟାଡାମ, କବିତା ଲେଖିବାକୁ ସମୟ ଖୋଜା ଯାଏ ନା ନାଇଁ? କବିତା ଯେତେବେଳେ କଷ୍ଟ ଆସିଯାଏ ସେତେବେଳେ କବିତା ଆସିଯାଏ, ନହେଲେ ମୁଁ କବିତା ଲେଖେନି। ଆଜ୍ଞା ଆଜ୍ଞା। ଆଚ୍ଛା, ଅବୋଧ କବିତା ନା। ତୁମେ ମତେ ବୁଝେଇ ଚାଲ ଆଉ ମୁଁ ବୁଝିପାରେ ନା କାହିଁକି ଶ୍ୱାସବାୟୁର ଅଭାବ, କାହିଁକି ବାରମ୍ବାର ବୁଲି ଆସେ ସେଇ ଗଳି ଯୋଉଠି ତୁମେ କୁହ ଯେ ତୁମ ପାଦ ପଡିନି କେବେ ବି। ତୁମେ କୁହ କଣ୍ଟା କାହିଁ, ଏ କେବଳ ପ୍ରେମ। ମୁଁ ବୁଝିପାରେ ନା ତାହେଲେ ଏବେ ବି କାହିଁକି ଦରଜ, କାହିଁକି ସମ୍ପର୍କରେ ବେଳେ ବେଳେ ଦିଶିଯାଏ ରକ୍ତ ଆଉ ପୂଜ, କାହିଁକି ତଳ ଛକରେ ଛାଡି ଆସିଥିବା ଗୋଟେ ଅଣନିଶ୍ୱାସୀ ପଣ ଉଷା ବିଲେଇ ଭଳି ପାଦରେ ତଥାପି ଗୁଡେଇ ହଉଥାଏ, ସତେ ଯେମିତି ଗୋଟେ ପୁରୁଣା ଚିଠି ଯାହାକୁ ମୁଁ ଭୁଲି ସାରିଥିଲି। ଅନ୍ୟ ମନସ୍କ ଖସି ପଡେ ଅଳନ୍ଦୁ ଲଗା ବହି ଥାକରୁ। ମୁଁ ଖୁବ ନିଠେଇକି ସଫା କରେ ଥାଳି, ତଥାପି କୋଉ କୋଣରେ ଲାଗି ରହେ ଅଇଁଠା ସଙ୍କୁଡି। ତୁମେ କଳା ପଟା ପୋଛି ଚାଲ ରଗଡି ରଗଡି, ଆଉ ମୁଁ ଭାବେ ଓଦା ଚକ୍ର ଲେଖା ବିନା ଲୁହରେ ପୋଛିବ କେମିତି। ତୁମ ନିର୍ବିକାର ଆଖି କେବେ ଭିଜେ ନା, ଆଉ ମୋ ବିକାରଗ୍ରସ୍ତ ମନ କେବେ ସୁଖେ ନା। ଏତିକି ସୁନ୍ଦର କବିତା ମ୍ୟାଡାମ। କବିତାରେ ଭାବନାର ଛାପ ବାରି ହୋଇ ପଡୁଛି। ଆଉ ଯାହା ହଉ ଆପଣ ଆସିଲେ, ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆମ ଆଜିର ଅତିଥି କାର୍ଯ୍ୟକ୍ରମରେ ଯୋଗ ଦେଲେ। ତେଣୁ ଅସୀମ ବସୁଙ୍କର ସୁକନ୍ୟା, ଜଣେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଭାସ୍ୱତୀ ମ୍ୟାଡାମକୁ ଆମ ଉଭୟ ବଣମଲ୍ଲିର ମହକ ଆଉ କବିରହର ପରିବାର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମ୍ୟାଡାମ। ନମସ୍କାର। ବହୁତ ବହୁତ ଧନ୍ୟବାଦ। ନମସ୍କାର।